ସାର୍ କ'ଣ ପାଇଁ ମୋତେ ଏଠାକୁ ଡକାଇଲେ? ସେ ମର୍ଡର ପଛରେ କାହାର ହାତ ଅଛି? ସାର୍ ସେ ଯେଉଁ ମର୍ଡର ଯାହାକୁ ହେଇଛି ତାହାର ହାତ ଅଛି, ମୁଁ ଦେଖିଛି 2ଟା ହାତ ତାର ଥିଲା। ତମର ମୁଣ୍ଡ ଠିକ ଅଛି ନା ନାଇଁ? ମର୍ଡର ଯୋ ହେଲା ତା ପଛରେ କାହାର ହାତ ଅଛି? ମର୍ଡର ପଛପଟେ ନା ଆଗାଆଡ଼େ କନଫ୍ୟୁଜ ହେଇଯାଉଛି କ'ଣ ବୋଲି କହିବି। ସାର୍ ମୋତେ ଭଲ ଭାବରେ ହେତୁ ଅଛି, ଯିଏ ମର୍ଡର ହେଲା ତାର ହାତ ଅଛି, ମୁଁ ଦେଖିଲି ପଛ ଆଡ଼େ ଅଛି ତାର ହାତ, ଆମେ ବାନ୍ଧି ଦେଇଥିଲୁ ପଛ ଆଡ଼େ। ହଇଓ ତମେ କେମିତିକା ଲୋକକୁ ପଠେଇଛ? ଆକୁ ପଚାରିଲେ ହାତ କାହାର ଅଛି ବୋଲି ପଚାରିଲେ ପଛଆଡ଼େ ଅଛି ହାତ, ଆଗଆଡ଼େ ଅଛି ହାତ ବୋଲି କହୁଛି। ଠିକରେ କହ, ସେ ମର୍ଡର ଟାଇମରେ କେତେ ଜଣ ସେଠି ତମେ ଥିଲ? ସାର୍ 1 2 3 ଜଣ ସାର୍। ରେ କାଲି 2 ଜଣ ବୋଲି କହୁଥିଲୁ, ଆଜି 3 ଜଣ ବୋଲି କହୁଛୁ। ଆଉ ଜଣେ କିଏ? ସାର୍ ମୁଁ ଜଣେ ଥିଲି, ଆଉ ଜଣେ ମୋ ପାଖରେ ଠିଆ ହେଇଥିଲା। ଆଉ ଯିଏ ମର୍ଡର ହେଲା ତାକୁ ହେଲେ କାଉଣ୍ଟ ହବ ନା, ସେ ହେଲେ ଥିଲା ସେଠି। ଟୋଟାଲ କେତେ ଟଙ୍କା ତମେ ସେଠୁ ନେଲ? 1 2 3 ଲକ୍ଷ ନେଲୁ ସାର୍, 3 ଲକ୍ଷ ନେଲୁ। କିରେ ସେଠି 10 ଲକ୍ଷ ଟଙ୍କା ଥିଲା, ତୁ 3 ଲକ୍ଷ ଆଗ ନେଲୁ, ପୁରା କାଣା ନେଲନି? କଥା କ'ଣ କି ସାର୍, ମୋତେ ଟିକେ ମିଶାଣ ଫେଡ଼ାଣ ଟିକେ କମ୍ ବୁଝୁଛି, ତେଣୁ ଗଣିବାର ହେଲେ ବେଶୀ। ତେଣୁ ଭାବିଲି 3 ଲକ୍ଷ ଯାଏ ଗଣିଲୁ, 2 ଜଣ ଯାକ ମିଶିକି 3 ଲକ୍ଷ ଗଣିଲୁ। ତାପରେ ତାକୁ କହିଲି ତୁ ଗଣରେ ବୋଲି କହିଲାକୁ ସେ କହିଲା ନାଇଁରେ ମୁଁ ଗଣି ପାରିବିନି ବୋଲି କହିଲା। ହେଲେ ମୋତେ 3 ଲକ୍ଷ ଯାକେ ଗଣିବାର ବୁଝୁଛି, ତେଣୁ ଭାବିଲି ଆଉ ତାଠୁ ଅଧିକ ଗଣିବାର ବୁଝିବନି, ତେଣୁ କାଣେ ନବୁ କାଣେ ହଇରାଣ ହବୁ କାଣେ, ଗଣିବାର ଯଦି ବୁଝୁନି ବୋଲି ଧରି ଯିବାର ବେକାର ନା, ତେଣୁ ଆଉ ଧରି ଗଲୁନୁ।